ସମସ୍ତଙ୍କୁ ନମସ୍କାର। ବର୍ତ୍ତମାନ ଆମେ ଜାଣିବା ଆମେ ସାଲାରୀ ସ୍ଲିପ୍ଟା କିପରି ଡାଉନଲୋଡ୍ କରିବା ଅଥବା ଆମେ କିପରି ଆମର ସାଲାରୀ ସ୍ଲିପ୍ଟିକୁ ଦେଖିପାରିବା। ଦେଖନ୍ତୁ, ଜଣେ ସର୍ଭିସ୍ ହୋଲ୍ଡର ସେ ନିହାତି ଭାବରେ ସାଲାରୀ ସ୍ଲିପ୍ଟି ତାଙ୍କର ଦରକାର ହେଉଥିବ, କାରଣ ପ୍ରତି ମାସରେ ସେ କେତେ ଦରମା ପାଇଲେ ଆଉ ସାଲାରୀ ସ୍ଲିପ୍ରେ ଆପଣଙ୍କର ବହୁତ ସାରା ଜିନିଷ ରହିଛି, ଯେପରି ପ୍ରାନ୍ ନମ୍ବର ହେଉ କିମ୍ବା HRMS ଆଇଡି ହେଉ କିମ୍ବା କେତେ DA ରହିଲା, କେତେ ଆପଣଙ୍କର ନେଟ୍ ଆମାଉଣ୍ଟ ପାଇଲେ, କେତେ ଡିଡକ୍ଟ ହେଲା, ଆପଣଙ୍କର ସବୁ ତଥ୍ୟ ସେହି HRMSରେ ଆପଣ ପାଇବେ। ତେଣୁ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା। ଆମେ କେମିତି ଗୁଗଲ କ୍ରୋମ୍ରେ HRMS ଥ୍ରୋରେ ଆମେ ଦେଖିବା ଆମର ସାଲାରୀ ସ୍ଲିପ୍ଟି। ଅନୁରୋଧ ରଖିବି, ଆପଣ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଆମେ ଯାହା ବି ଭିଡ଼ିଓ ଅପଲୋଡ଼ କରିବୁ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ତାହେଲେ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା। ଦେଖନ୍ତୁ, ବର୍ତ୍ତମାନ ଆପଣଙ୍କର ଯେକୌଣସି ବ୍ରାଉଜରରେ ଆପଣ ସର୍ଚ୍ଚ କରିବେ HRMS ଓଡ଼ିଶା। ଦେଖନ୍ତୁ, ତଳେ HRMS ଓଡ଼ିଶା ରହିଛି। ବର୍ତ୍ତମାନ ଆପଣ ସର୍ଚ୍ଚ କରିବେ HRMS ଓଡ଼ିଶା। ଦେଖନ୍ତୁ, ଆପଣ এই ପ୍ରଥମ ଲିଙ୍କଟିରେ କ୍ଲିକ୍ କରିବେ, ଯେଉଁଟାରେ ଲେଖା ଅଛି HRMS ଓଡ଼ିଶା। ଆପଣ এই ଫାଷ୍ଟ ଲିଙ୍କଟିରେ କ୍ଲିକ୍ କରିବେ। ଦେଖନ୍ତୁ, ବର୍ତ୍ତମାନ ଆମେ ଏଥିରେ କ୍ଲିକ୍ କଲେ ଦେଖନ୍ତୁ ଆପଣଙ୍କୁ ଏଇଭଳି ଗୋଟେ ପେଜ୍ ଦେଖାଇବ। ଦେଖନ୍ତୁ, ଏହି ପେଜ୍ରେ କ'ଣ ରହିଛି, ଏଥିରେ ରହିଛି ଆପଣଙ୍କର ଲଗ୍ଇନ୍ ଟୁ ୟୋର ଆକାଉଣ୍ଟ ରହିଛି। ଏଇଠି ଆପଣଙ୍କର ୟୁଜର ଆଇଡି ଦେବେ, ଏଠି ଆପଣଙ୍କର ୟୁଜର ଆଇଡିରେ ଯାହା ପାସୱାର୍ଡ଼ ରହିଛି ଦେବେ ଏବଂ ଏଇଠି ଆପଣଙ୍କର ଯେଉଁ ସିକ୍ୟୁରିଟି କୋଡ଼୍ ରହିଛି, ଆପଣଙ୍କର ଏହି କୋଡ଼୍ଟି ଯାହା ଲେଖା ଅଛି, ଯାହା କ୍ୟାପିଟାଲରେ ଲେଖା ଅଛି, ଯାହା ସ୍ମଲରେ ଲେଖା ହେଇଛି, ଯେଉଁ ନ୍ୟୁମେରିକ୍ ନମ୍ବରଟି ଅଛି, ଆପଣ ସମ୍ପୂର୍ଣ୍ଣ ଭାବରେ ଏଇଠି ଠିକ୍ ଦେଇଦେବେ। ଦେଲା ପରେ ଆପଣ ଏଇ ଲଗ୍ଇନ୍ରେ କ୍ଲିକ୍ କରିବେ। ଲଗ୍ଇନ୍ରେ କ୍ଲିକ୍ କଲେ ଆପଣ HRMS ଆଇଡିଟି ଲଗ୍ଇନ୍ ହେବ। ଯଦି ସେଥିରେ ନ କରିବେ, ଯଦି ୟୁଜର ଆଇଡି ଆପଣଙ୍କ ପାଖରେ ନାହିଁ କିମ୍ବା ପାସୱାର୍ଡ଼ ଆପଣଙ୍କ ପାଖରେ ନାହିଁ, ଆପଣ ଡାଇରେକ୍ଟ ଆପଣଙ୍କର ଲଗ୍ଇନ୍ ୟୁଜିଂ OTPରେ ଆପଣ କରିପାରିବେ। ଦେଖନ୍ତୁ, ଏଇଠି ଗୋଟେ ଅପସନ୍ ଅଛି ଲଗ୍ଇନ୍ ୟୁଜିଂ OTP। ଦେଖନ୍ତୁ, ଆମେ ଆଜି ଲଗ୍ଇନ୍ ୟୁଜିଂ OTPରେ କରିବା। ଦେଖନ୍ତୁ, ପ୍ରଥମେ ଆପଣ ଏଇ ଲଗ୍ଇନ୍ ୟୁଜିଂ OTPରେ କ୍ଲିକ୍ କରିବା। କ୍ଲିକ୍ କଲେ ଦେଖନ୍ତୁ ଆପଣଙ୍କର ୟୁଜର ନେମ୍ ଅଥବା ମୋବାଇଲ୍ ନମ୍ବର ମାଗୁଛି। ଆପଣ କ'ଣ କରିବେ, ଆପଣଙ୍କର ଅଫିସରେ ଯେଉଁ ମୋବାଇଲ୍ ନମ୍ବରଟି ଦେଇଥିବେ ବା ଆପଣଙ୍କର ଅଫିସିଆଲ୍ ନମ୍ବର ଯେଉଁ ନମ୍ବରଟି ହେଇଥିବ, ଆପଣ ସେଇ ନମ୍ବରଟି ଏଇଠି ପୁଟ୍ କରିବେ। ଏହି ନମ୍ବରଟି ଦେଲା ପରେ ଆପଣ ସେଣ୍ଡ OTPରେ କ୍ଲିକ୍ କରିବେ। ଚାଲନ୍ତୁ ଆମେ ନମ୍ବର ଦେଇକି ଦେଖିବା। ଦେଖନ୍ତୁ, ଆମେ ବର୍ତ୍ତମାନ ଏଇ OTP ନମ୍ବରଟି ଦେଇଦେଲେ। OTPଟା ଦେଇସାରିଲା ପରେ ଆପଣଙ୍କର ଭ୍ୟାଲିଡେଟ୍ ଲଗ୍ଇନ୍ OTPରେ କ୍ଲିକ୍ କରିବେ। ଏଇଠି ଅଛି ଭ୍ୟାଲିଡେଟ୍ ଲଗ୍ଇନ୍ OTP। ଆପଣ ଏଇ ଲଗ୍ଇନ୍ OTPରେ କ୍ଲିକ୍ କଲେ କ'ଣ ହେବ ନା, ଆପଣ OTPଟିକୁ ଭେରିଫାଏ କରିପାରିବେ। ଦେଖନ୍ତୁ, ଭ୍ୟାଲିଡେଟ୍ OTPରେ କ୍ଲିକ୍ କଲା ପରେ ଆପଣଙ୍କୁ ଏହିଭଳି ଗୋଟେ ପେଜ୍ ଆସିଯିବ। ଆପଣ ସେଇ ପେଜ୍ଟିକୁ ଦେଖିବେ। ଏପଟ ରାଇଟ୍ ସାଇଡ଼୍ରେ ଗୋଟେ ପେଜ୍ ଅଛି। ସେକେଣ୍ଡ ପେଜ୍ଟାରେ ଆପଣ ଦେଖନ୍ତୁ, ଏଇଠି ରହିଛି। ଏହି ପେଜ୍ରେ ଆପଣ ଏହି ଜାଗାରେ ଦେଖନ୍ତୁ, ଏଇଠି ଗୋଟେ ସାଇଡ଼୍ କର୍ଣ୍ଣର ରହିଛି। ଆପଣ ସେଇ ଯେଉଁ ଆରୋ କି ରହିଛି କର୍ଣ୍ଣରରେ, ଆପଣ ସେଇ ଆରୋ କିଟିକି ଦବାଇ ଦେବେ। ଦବାଇଲା ପରେ ଦେଖନ୍ତୁ, ଏହି ମେନ୍ ପେଜ୍ଟି ଖୋଲିଯିବ। ଆପଣଙ୍କର ଏଥିରେ ରହିଛି, ଏହି ପେଜ୍ଟାରେ ରହିଛି ଆପଣଙ୍କର ପେ ସ୍ଲିପ୍। ଆପଣ ଏଇ ପେ ସ୍ଲିପ୍ରେ କ୍ଲିକ୍ କରିବେ। ଦେଖନ୍ତୁ, ଆପଣ ଏଇ ପେ ସ୍ଲିପ୍ରେ କ୍ଲିକ୍ କରିବେ। ଏଥିରେ କ୍ଲିକ୍ କଲା ପରେ କ'ଣ ହେବ ନା, ଦେଖନ୍ତୁ ଆପଣଙ୍କୁ ସିଲେକ୍ଟ ଇୟର୍ ଆସିବ। ମୁଁ ଆଉ ଟିକେ ଜୁମ୍ କରିଦେଉଛି। ଦେଖନ୍ତୁ, ଆପଣଙ୍କୁ ଏଇଥିରେ କ୍ଲିକ୍ କଲେ କ'ଣ ଆସିବ, ଆପଣ ଦେଖିପାରିବେ କେଉଁ ଇୟର୍ର ଆପଣ ଦେଖିବା ପାଇଁ ଚାହୁଁଛନ୍ତି। ଦେଖନ୍ତୁ, 2012ରୁ 2025 ପର୍ଯ୍ୟନ୍ତ ଆପଣଙ୍କର ଯେଉଁ ହିସାବରେ ଆପଣ ଚାକିରି କରିଥିବେ ସେଇ ହିସାବରେ ସବୁ ଥିବ। ଆପଣ ଚାହୁଁଛନ୍ତି, ମନେ କରନ୍ତୁ ଆପଣ 2024ର ଡିସେମ୍ବର ମାସରେ ଦେଖିବା ପାଇଁ ଚାହୁଁଛନ୍ତି, ଆପଣ ଏଇଠି 2024 ଉପରେ କ୍ଲିକ୍ କରିବେ। ତାପରେ ମନ୍ଥ ଜାଗାରେ ଆପଣ ସେଇ ସେମ୍ ସାଇଡ଼୍ କିରେ କରିବେ। ଏହାପରେ ଆପଣ ଯେଉଁ ମାସରେ ଚାହୁଁଛନ୍ତି 2024 ମସିହାର, ମୁଁ ବର୍ତ୍ତମାନ ଚାହୁଁଛି, ମନେ କରନ୍ତୁ ମୁଁ ଡିସେମ୍ବର ମାସରେ ଦେଖିବା ପାଇଁ ଚାହୁଁଛି। ଏଇ ଡିସେମ୍ବର ସାଇଡ଼୍ରେ ଦେଖନ୍ତୁ ଗୋଟେ ଛୋଟିଆ ଗୋଲ ସର୍କଲ୍ ରହିଛି, ଆପଣ ସେଇଥିରେ କ୍ଲିକ୍ କରିବେ। ଆପଣଙ୍କର ଇୟର୍ ସିଲେକ୍ଟ ହେଇଗଲା, ମନ୍ଥ ସିଲେକ୍ଟ ହେଇଗଲା। ତାପରେ ଆପଣ ଏହି ଓକେରେ କ୍ଲିକ୍ କରିବେ। ଦେଖନ୍ତୁ, ଏହି ଓକେରେ କ୍ଲିକ୍ କଲା ପରେ ଆପଣଙ୍କର ପେ ସ୍ଲିପ୍ଟି ଆପଣଙ୍କର ଏମିତି ଭାବରେ ଶୋ କରିଯିବ। ଦେଖନ୍ତୁ, ତାପରେ ବର୍ତ୍ତମାନ କ'ଣ କରିବେ ନା, ଆପଣ ଏହି ସାଇଡ଼୍ରେ ଅଛି, ଦେଖନ୍ତୁ ଏଇ ଭ୍ୟୁ ଅପସନ୍ ଅଛି, ଗୋଟେ ବ୍ଲୁ କଲର୍ର ଭ୍ୟୁ ଅପସନ୍ ରହିଛି। ଆପଣ ସେଇ ଭ୍ୟୁରେ କ୍ଲିକ୍ କଲେ ଆପଣଙ୍କର ସମ୍ପୂର୍ଣ୍ଣ ପେ ସ୍ଲିପ୍ଟି, ଏଇଟା ହେଉଛି ଆପଣଙ୍କର ପେ ସ୍ଲିପ୍। ଆପଣଙ୍କର ଏହି ପେ ସ୍ଲିପ୍ରେ ଆପଣଙ୍କର ପ୍ରାନ୍ ନମ୍ବର ଠାରୁ ଆରମ୍ଭ କରି ଆପଣଙ୍କର ପେ ସ୍କେଲ୍, କରେଣ୍ଟ କେତେ ବେସିକ୍ ରହିଛି, ଆପଣଙ୍କର ଗ୍ରସ୍ କେତେ ମିଳୁଛି, ନେଟ୍ କେତେ ମିଳୁଛି, କେତେ ଦିନ କାମ କରିଛନ୍ତି,
ଆପଣଙ୍କର ଏହି पे स्लिप्रु आपणकर बहुत सारा जिनस पाइबे। वर्तमान चाहिए आपण एहर स्क्रीनशॉट नहीं पारे। आशा करुच्ची भिडियोटी आपको किसी मात्रा हेल्प करिथिबो। जदि भिडियोटी आपको हेल्प करिछि ताहले गोटे लाइक सब्सक्राइब करने आदौ भूलिबेनी। रहिली नमस्कार, जय जगन्नाथ।